ଅଧିକ ଲାଭ ଆଶା ରଖିବା ବା ଅଧିକ ରିଟର୍ନ ଆଶା ରଖିବା ତାହେଲେ ଗୋଟେ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ଆମେ ଇନଭେଷ୍ଟମେଣ୍ଟ କରିବା। ଯୋଉ ସ୍କିମ୍ ଗୁଡିକ ହେଲା ଏନ୍ଏସସି ବା ନ୍ୟାସନାଲ ସେଭିଂ ସାର୍ଟିଫିକେଟ, ଯାହାର ମ୍ୟାଚୁରିଟି ପିରିୟଡ 5 ଇୟର୍ସ, ଏସସିଏସଏସ୍ ସିନିୟର ସିଟିଜେନ ସେଭିଂ ସ୍କିମ୍, ଯାହାର ମ୍ୟାଚୁରିଟି ପିରିୟଡ 5 ବର୍ଷ, କେଭିପି ଯାହାର ମ୍ୟାଚୁରିଟି ପିରିୟଡ 9 ବର୍ଷ 7 ମାସ ଏବଂ ସୁକନ୍ୟା ଯାହାର ମ୍ୟାଚୁରିଟି ପିରିୟଡ ଅଛି 21 ବର୍ଷ। ତେଣୁ ଗୋଟେ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ପାଇଁ ଯଦି ଆପଣ ଆଶା ରଖିଛନ୍ତି ତାହେଲେ 1 ଲକ୍ଷ ଟଙ୍କା ଏଇ 4ଟି ସ୍କିମ୍ ଭିତରୁ ଯେକୌଣସି ସ୍କିମରେ ଆପଣ ଇନଭେଷ୍ଟମେଣ୍ଟ କଲେ ଅଧିକ ଲାଭ। ସେଇଭଳି ଯଦି ଆପଣ କର ସଞ୍ଚୟ କରିବା ଆଶାରେ ପୋଷ୍ଟ ଅଫିସରେ ଇନଭେଷ୍ଟମେଣ୍ଟ କରୁଥାନ୍ତି ବା ଟ୍ୟାକ୍ସ ସେଭିଂ ଆଶାରେ, ତାହେଲେ ଆପଣମାନଙ୍କ ପାଇଁ ଭଲ ସ୍କିମ୍ ହବ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ଆକାଉଣ୍ଟ, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଏବଂ ଏସସିଏସଏସ୍ ବା ସିନିୟର ସିଟିଜେନ ସେଭିଂ ସ୍କିମ୍। ଏ 3ଟି ସ୍କିମରେ ଆପଣ କର ସଞ୍ଚୟ କରିପାରିବେ ବା ଟ୍ୟାକ୍ସ ସେଭିଂ କରିପାରିବେ। ଆଉ ଗୋଟେ ସ୍କିମ୍ ମଧ୍ୟ ଅଛି ଟିଡି, ଟର୍ମ ଡିପୋଜିଟ୍। ଟର୍ମ ଡିପୋଜିଟ୍ 5 ଇୟର ଟର୍ମ ଡିପୋଜିଟ୍ ଯଦି ଆପଣ ଇନଭେଷ୍ଟମେଣ୍ଟ କରୁଛନ୍ତି ମଧ୍ୟ ସେଥିରେ ଆପଣ କର ସଞ୍ଚୟ କରିବେ। ସେଇଭଳି ଆପଣ ଯଦି ରିଟର୍ନ ଆଶାରେ ପୋଷ୍ଟ ଅଫିସରେ ଇନଭେଷ୍ଟମେଣ୍ଟ କରୁଥାନ୍ତି ବା ଗୋଟେ ମାସିକ ରିଟର୍ନ ବା 3 ମାସକୁ ଥରେ ରିଟର୍ନ ବା ବର୍ଷକୁ ଥରେ ସୁଧ ଆପଣ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଥାନ୍ତି, ତାହେଲେ ସେଥିପାଇଁ ଆପଣଙ୍କ ପାଇଁ ଏମ୍ଆଇଏସ୍ ମନ୍ଥଲି ଇନକମ୍ ସ୍କିମ୍, ଯାହାର ସୁଧ ଆପଣଙ୍କୁ ପ୍ରତି ମାସ ମିଳିଥାଏ, ସିନିୟର ସିଟିଜେନ ସେଭିଂ ସ୍କିମ୍ ବା ଏସସିଏସଏସ୍, ଯାହାର ସୁଧ ଆପଣଙ୍କୁ 3 ମାସକୁ ଥରେ ମିଳିଥାଏ ଏବଂ ଟର୍ମ ଡିପୋଜିଟ୍ ବା ଟିଡି, ଯାହାର ସୁଧ ଆପଣଙ୍କୁ ବର୍ଷକୁ ଥରେ ମିଳେ। ସେ ସ୍କିମରେ ମଧ୍ୟ ଆପଣ 1 ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କଲେ ମଧ୍ୟ ଆପଣ ମାସିକ ବା ତ୍ରୈମାସିକ ବା ବାର୍ଷିକ ରିଟର୍ନ ହିସାବରେ ମଧ୍ୟ ଆପଣ ଏବଂ ଏ ବିଷୟରେ ଡିଟେଲ୍ସ ଆପଣ ମଧ୍ୟ www.indiapost.gov.in ୱେବସାଇଟରେ ମଧ୍ୟ ପାଇପାରିବେ। ତା ସହିତ ଆଣ୍ଡ୍ରଏଡ ମୋବାଇଲ ଆପ୍ଲିକେସନ ପୋଷ୍ଟ ଅଫିସର ନିଜସ୍ୱ ଆପ୍ଲିକେସନ ଅଛି, ଯାହା ନାଁ ହେଉଛି ପୋଷ୍ଟ ଇନଫୋ। ସେ ଆପ୍ଲିକେସନ ମଧ୍ୟ ଆପଣ ମାନେ ଡାଉନଲୋଡ କରି ଏ ବିଷୟରେ ମଧ୍ୟ ସୂଚନା ଆପଣ ପାଇବେ। ତେଣୁ ଆଜିର এই ଭିଡିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ ଆପଣଙ୍କର କମେଣ୍ଟ ବକ୍ସରେ ମତାମତ ଦିଅନ୍ତୁ ଏବଂ ଯଦି ଭିଡିଓଟି ଭଲ ଲାଗିଥାଏ ବହୁ ମାତ୍ରାରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରନ୍ତୁ, ଯାହା ଫଳରେ କି ଆଗାମୀ ଦିନରେ ସାଇ ଆଇଡିଆ ଟିପ୍ସରେ ଆସୁଥିବା ଏଇଭଳି ସୁନ୍ଦର ସୁନ୍ଦର ଇନଭେଷ୍ଟମେଣ୍ଟ ଟିମ୍ରେ ଆପଣ ଡିଟେଲ୍ସ ପାଇପାରିବେ। ଏ ପର୍ଯ୍ୟନ୍ତ ଧନ୍ୟବାଦ, ଥ୍ୟାଙ୍କ ୟୁ।